ଯେତେବେଳେ ଏବେ କୁହାଯାଉଛି ଯୋଉ ଦିଲ୍ଲୀର ଯୋଉ କୋଚିଂ ସେଣ୍ଟରକୁ ନେଇକି ରାଜନୈତିକ ବାତାବରଣ ମଧ୍ୟ ବହୁତ ନିନ୍ଦା ମଧ୍ୟ ରାଜନୀତି ମହଲରେ ମଧ୍ୟ କରାଯାଉଛି ଏବଂ ଏ କ୍ଷେତ୍ରରେ ଦେଖାଯାଉଛି ଗୋଟେ କଥା ଯେତେବେଳେ ଯୋଉ ପିଲା 3 ଜଣ ପିଲା ମୃତ ଘୋଷଣା ଯାହାକୁ ହେଇଛି ସେମାନେ ପାଠ ପଢୁଥିଲେ ବେସମେଣ୍ଟରେ ତାଙ୍କର କୋଚିଂ ସେଣ୍ଟର କ୍ଲାସରୁମ ଥିଲା। ତ ଗୋଟେ ବିଲ୍ଡିଂରେ ଯେତେବେଳେ କୋଚିଂ ସେଣ୍ଟର ହଉଛି ସେତେବେଳେ ବେସମେଣ୍ଟରେ ତା କ୍ଲାସରୁମ ହବାଟା କେତେ ଦୂର ଠିକ? କୌଣସି ଜିନିଷ ଠିକ ନୁହଁ ମ୍ୟାଡାମ। ବେସମେଣ୍ଟ ରେ କ୍ଲାସ ହଉ ବା ଗୋଟିଏ ରୁମ ରେ 8 ଜଣ ପିଲା ରାତିରେ ରହିବା ହଉ ସେମାନଙ୍କର ଆରେଞ୍ଜମେଣ୍ଟ বা ফায়ার সেফটি দৃষ্টি দেখুন এই যদি ଆପଣ ଯିବେ ଏଇ ଯୋଉ କୋଚିଂ ସେଣ୍ଟର ଗୁଡାକରେ କୋଉଠି ଫାୟାର ସେଫ୍ଟି ର ଯୋଉ ରୁଲ୍ସ ଅଛି ଗାଇଡଲାଇନ୍ସ ଅଛି କୋଉଠି ବି ନଥିବ ଯୋଉଟା ଆମେ ଅହମ୍ମଦାବାଦରେ ବି ଦେଖି ସାରିଛେ। ତେଣୁ କୌଣସି ଗୋଟିଏ ରୁଲ ମାନେ ମାନୁନାହାନ୍ତି। ଯେତେବେଳେ ଗୋଟିଏ ରୁଲ ମାନେ ମାନୁନାହାନ୍ତି ସେତେବେଳେ ଆମର ଗୋଟେ କଥାରେ କୁହାଯାଏ କଣ ଆମେ କାହିଁକି ସରକାର ଗଠନ କରୁଛେ? ଆମ ଧନ ଜୀବନର ନିରାପତ୍ତା ବି ରକ୍ଷା କରିବା ହଉଛି ସରକାରଙ୍କର ଗୋଟେ ଦାୟିତ୍ୱ। ସରକାର ଯଦି ଚିନ୍ତା କରନ୍ତେ ଯେ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବା ସହିତ ସେମାନଙ୍କର ନିରାପତ୍ତା ଜୀବନ କେମିତି ରହିବ ତା ଅର୍ଥ ସେମାନେ ଏଇ ସବୁ ଗାଇଡଲାଇନ୍ସ ଗୁଡାକ ଫଲୋ କରିବା ପାଇଁ ଡାଇରେକ୍ସନ ଦିଅନ୍ତେ ବା କିଛି ସମୟ ଅନୁସାରେ କୌଣସି ପ୍ରକାର ଗାଇଡଲାଇନ ବାରନ୍ତା ସମୟ ଅନୁସାରେ। 1962 ମସିହାରେ ଯାହା ଥିଲା 1982 ମସିହାରେ ସେ ନାହିଁ, ତା ସିଚୁଏସନ ଅଲଗା। 2024 ମସିହାରେ ସେ ସିଚୁଏସନ ନାହିଁ। ତ ଆମେ 3ଟା ପିରିୟଡ ବର୍ତ୍ତମାନ ଦେଖିଲୁଣି। ଆମ ବାପା ଅଜାଙ୍କ ସମୟ ବେଳେ ଯେତେବେଳେ ଥିଲେ ଆମେ ପ୍ରଥମ ଦ୍ୱିତୀୟରେ ପଢୁଥିଲୁ, ଆମେ କଲେଜରେ ପଢୁଥିଲୁ, ବର୍ତ୍ତମାନ ଆମ ପିଲା କଲେଜରେ ପଢୁଛନ୍ତି। ତ ଆମେ ଦେଖୁଛୁ ସିଚୁଏସନ ଟା କେତେ ଚେଞ୍ଜ ହଉଛି, ଏଜୁକେସନ ର କ୍ରାଇଟେରିଆ ଟା କେତେ ଚେଞ୍ଜ ହଉଛି। ଆଗରୁ ଆମେ ଯେତେବେଳେ ଛୋଟ ପଢୁଥିଲୁ ସେତେବେଳେ ଆମକୁ କଣ କୁହାଯାଉଥିଲା ଯେ ତୁ ଯଦି IIT ବା ଡକ୍ଟର ହେବା ପାଇଁ ଚାହୁଁଛୁ ନିଜେ ସେମିତି ଭଲ ପଢ, ନିଜ କ୍ୟାରିୟର ନିଜେ ଗଠନ କର ଏବଂ ନିଜର ସିଟ୍ ଗୋଟେ ନିଜେ ପକ୍କା କର। ବର୍ତ୍ତମାନର କ୍ୱେଶ୍ଚନ ହଉଛି ପିଲା IIT ରେ ପାଇଲେ ମଧ୍ୟ ତାଙ୍କ ବାପାଙ୍କୁ ଷ୍ଟଡି ଲୋନ ଆଣିବାକୁ ପଡିବ। ଯଦି ଗୋଟେ ରିକ୍ସା ବାଲା ସିନା କହି ଦଉଛି ଏତେ ଇଜିରେ କିନ୍ତୁ ପଢେଇ ପାରିବ ନାହିଁ ସେ କେବେ ବି। ଯେତିକି ଫି ଷ୍ଟ୍ରକ୍ଚର ହେଲାଣି ଯାହା ହେଲାଣି ପିଲାଙ୍କୁ ପଢେଇବାକୁ ପଡିବ। ତେଣୁ ଏଇ ସବୁ ଜିନିଷକୁ ସରକାର ଦେଖିବା କଥା ଯେ ବାପା ମା ଯେତେବେଳେ ଅତ୍ୟଧିକ ଆଶା ହେଇଯାଉଛନ୍ତି ପିଲାଙ୍କୁ ନେଇ। ଆକ୍ଚୁଆଲି ଆଜିକାଲି ଦୁନିଆରେ ଯେତେବେଳେ ନ୍ୟୁକ୍ଲିୟର ଫ୍ୟାମିଲି ସେତେବେଳେ ସମସ୍ତେ ଭାବନ୍ତି ଗୋଟିଏ ପୁଅ ବା ଗୋଟିଏ ଝିଅ ସେମାନଙ୍କର ଥାନ୍ତି ଏବଂ ସେମାନେ ପଢିକି ଆଗକୁ ଯାଆନ୍ତୁ। ଆମେ ଯୋଉ ଅସୁବିଧାର ସମ୍ମୁଖୀନ ହେଇଛୁ ସେ ସମ୍ମୁଖୀନ ଆମ ପିଲାମାନେ ନୁହନ୍ତୁ। ଏଇଟା ସବୁ ବାପା ମାଙ୍କର ସ୍ୱପ୍ନ। ଏବଂ ଏଇ ୱିକନେସ ର ଫାଇଦାଟା ଏଇ କୋଚିଂ ସେଣ୍ଟର ବାଲା ମାନେ ଟିଚର୍ସ ମାନେ ଏଇମାନେ ହିଁ ନଉଛନ୍ତି। ଆମକୁ କିଏ ପ୍ରେରିତ କରୁଛି କୋଚିଂ ସେଣ୍ଟରକୁ ଯିବା ପାଇଁ? ଟିଚର ମାନେ ହିଁ କହୁଛନ୍ତି ନା ଆପଣ ଏଇଠି ପଢଉଛନ୍ତି ସେ ଏତିକି ରଖୁଛି, ଆପଣ ଏଇ କୋଚିଂ ସେଣ୍ଟରକୁ ପଠାନ୍ତୁ, ସେ ଅମକ ସାର୍ ସେଠି ଅଛନ୍ତି, ସିଏ ବହୁତ ଭଲ ପଢେଇବେ, ଆପଣଙ୍କ ପିଲା ଆହୁରି ଭଲ ନମ୍ବର ରଖିବ। ତ ଆମେ ସେଥିରେ ବାୟସ୍ଡ ହେଇଯାଉଛୁ। ଆମେ ବୁଝିପାରୁନୁ, ଆମେ କୋଶ୍ଚିନ୍ କରୁନୁ ଯେ ସେଠିକି କାହିଁକି ପଠେଇବେ, ଆପଣ ଏଠି କାହିଁକି ମୋ ପିଲାକୁ ଭଲ ପଢେଇବେନି। ତେଣୁ ଏଇଟା ଗୋଟେ ରହିଯାଉଛି। ତାପରେ ପୁଣି +2 ପରେ ପୁଣି ଏଣ୍ଟ୍ରାନ୍ସ ଏକ୍ସାମ ପାଇଁ କି ତାର କୋଚିଂ। ତେଣୁ ସରକାର ଏସବୁ ଜିନିଷ ଗୁଡାକୁ ସମୟ ଅନୁସାରେ ନିଜର ଆମର ଯୋଉ ଏଜୁକେସନ ଆକ୍ଟ ଅଛି ତାକୁ ବି ପରିବର୍ତ୍ତନ କରିବା ନିହାତି ଭାବରେ ଆବଶ୍ୟକ। ମ୍ୟାଡାମ ଯଦି ଯେତେବେଳେ ପ୍ୟାରେଣ୍ଟସ ଯୋଉ ଛାଡୁଛନ୍ତି ପିଲାମାନଙ୍କୁ କୋଚିଂ ସେଣ୍ଟରରେ ଛାଡୁଛନ୍ତି ତାଙ୍କର ବି ଅନେକ ସ୍ୱପ୍ନ ରହୁଛି ଏବଂ ଯୋଉ ପିଲାଟି ଯାଉଛି କୋଚିଂ ସେଣ୍ଟରରେ ତାର ମଧ୍ୟ ଅନେକ ଆଶା ରହୁଛି ଯେ କୋଚିଂ ସେଣ୍ଟର ଆଜିକାଲି ଯୁଗରେ ଯୋଉ ଦେଖାଯାଉଛି ଯେ ବିନା କୋଚିଂରେ ପିଲାଟି ଆଗକୁ ଯାଇପାରିବନି। କାରଣ କମ୍ପିଟିସନ ମାର୍କେଟରେ ଯଦି କମ୍ପିଟ୍ କରିବ ଅନ୍ୟ ପିଲାଟି ସହିତ ତାକୁ ମଧ୍ୟ ଗୋଟେ ଏକ୍ସଟ୍ରା ତାକୁ ଏଜୁକେସନ ମଧ୍ୟ ଦରକାର ଆବଶ୍ୟକତା ରହିଛି। କିନ୍ତୁ ଯୋଉ କୋଚିଂ ସେଣ୍ଟର ମ୍ୟାଡାମ ମୁଁ ଏଠି ଆପଣଙ୍କୁ ଗୋଟେ କଥାରେ ରୋକ ଲଗେଇବି। ଏଠି ଗୋଟେ ଜିନିଷ ମୁଁ ଆପଣଙ୍କୁ କହିବି, ଏକ୍ସଟ୍ରା କୋଚିଂ ର ଆବଶ୍ୟକତା କେତେବେଳେ ପଡେ? ଯେତେବେଳେ ଗୋଟେ ପିଲା ସେ ସବଜେକ୍ଟରେ ୱିକ୍ ହେଇଯାଏ। ଯଦି ପ୍ରଥମ ଶ୍ରେଣୀର ପିଲାଟା ଅ ଆ ଠୁ ଅକ୍ଷ ଯାଏ ବା ABCD ରୁ Z ପର୍ଯ୍ୟନ୍ତ 1 to 100 ପର୍ଯ୍ୟନ୍ତ ପାରାପେନିଆ, ଯଦି ପିଲାଟା ସେଇ ପ୍ରଥମ ଶ୍ରେଣୀରେ ସେତିକି ସିଲାବସ ହିସାବରେ ସେତିକି ଯଦି ସେ ତା ଫଣ୍ଡା କ୍ଲିୟର ହେଇପାରୁଛି, ସେ କରିପାରୁଛି, ତାମାନେ କୋଚିଂ ର ଆବଶ୍ୟକତା ଏଠି କଣ ରହୁଛି? ମୁଁ ଏକ୍ସାମ୍ପଲ ଆପଣଙ୍କୁ ବୁଝଉଛି। କିନ୍ତୁ ଯେତେବେଳେ ଦ୍ୱିତୀୟ ଶ୍ରେଣୀକୁ ସେ ଗଲା ବେଳକୁ ତା ଫଣ୍ଡାଟା କ୍ଲିୟର ହେଇନି ବା ସେ 1 2 ରୁ 100 ପର୍ଯ୍ୟନ୍ତ ଶିଖି ପାରୁନି, କାଉଣ୍ଟ କରିପାରୁନି, ସେତେବେଳେ ଆମେ ତାକୁ ଏକ୍ସଟ୍ରା ଟ୍ୟୁସନ ପଠଉଛେ। এইটা হচ্ছে কোচিং। সেমতি 11 12 বেଳକୁ ଗୋଟେ ପିଲାର ତାଙ୍କର ଯୋଉ ଆମର ଆମ୍ବିସନ ରହୁଛି ମେଡିକାଲ ହଉ କୋଚିଂ ହଉ ବା IAS ହଉ ଯେକୌଣସି ଜିନିଷରେ ଆମର ଯୋଉଟା ରହୁଛି, IAS ଟା ତ ଗ୍ରାଜୁଏସନ ପରେ, ତ ଯୋଉଟା ଆମର +2 ପରେ ଯୋଉଟା ରହୁଛି, ଯଦି NCERT ସିଲାବସ ହିସାବରେ ଗୋଟେ ପିଲା ଭଲ ଭାବରେ 11th ଆଉ 12th ର ପାଠ ପଢି ପାରିବ, ପୁରା ଥର ବୁଝିଥିବ। ମୁଁ କହୁନି ଘୋଷିକି ମନା ରଟା ମାରିକିରି ଘୋଷିକିରି ମନେ ରଖିକି ଲେଖିଦେବା, ସେଟା ଅଲଗା। ପୁରା ଫଣ୍ଡା କ୍ଲିୟର ଥିବ, ଡିପ୍ ରହିବ, ତେବେ ତାକୁ କୋଚିଂ ର ଆବଶ୍ୟକତା ନାହିଁ ତା ପାଇଁକା।
सेमती जेतेबेले आमे ग्रेजुएशन पर जिबा ग्रेजुएशन जने एटा जदि आपण आईएएस स्टूडेंट का कथा कहबे यूपीएससी कथा कहबे जदि गोटे पिला 12th पर जदि तार यूपीएससी रो स्वप्न से रखुची तार जीके नॉलेज टू आरंभ करके जो फेवरेट सब्जेक्ट अछि बा जा अछि ता पर जदि तर हबो मटेरियल होची सबुट मेन इंपोर्टेंस आ आजि काली ऑनलाइन रे बा गूगल रे सर्च कले बहुत मटेरियल्स मिल जाई परची विभिन्न ये वाला भी प्रोवाइड करउचंती।